ସ୍ଥାନୀୟ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଗୋଷ୍ଠୀ ବିଦ୍ୟାଳୟ କ୍ରୀଡ଼ା ସଂଘ ଘୁଉଦେଗିରି ଦ୍ୱାରା 2 ଦିନିଆ ବ୍ଲକ ସ୍ତରୀୟ ବିଦ୍ୟାଳୟ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପିଏମ୍ ଶ୍ରୀ ହବାକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଟମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଘୁଉଦେଗିରି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିହିରକାନ୍ତ ପ୍ରଧାନ ଯୋଗ ଦେଇଥିଲେ। ଗ୍ରୀସିଙ୍ଗିଆ, ଲିଙ୍ଗାଗଡ଼, ତଲାରିମାହା ଓ ଘୁଉଦେଗିରି ଜୋନ୍ର 14ରୁ 17 ବର୍ଷ ବୟସର 250 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କବାଡ଼ି, ଖୋଖୋ, ଫୁଟବଲ, ଭଲିବଲ, ବ୍ୟାଡମିଣ୍ଟନ, ଚେସ୍, କ୍ରିକେଟ, ଆଥଲେଟ୍ ଓ ଯୋଗ ଆଦି ପ୍ରତିଯୋଗିତା ହୋଇଥିଲା। ଆସନ୍ତା 11 ତାରିଖ ଠାରୁ 12 ତାରିଖ ପର୍ଯ୍ୟନ୍ତ 2 ଦିନିଆ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଫୁଲବାଣୀଠାରେ ଅନୁଷ୍ଠିତ ହେବା ଉକ୍ତ କାର୍ଯ୍ୟକ୍ରମକୁ 4ଟି ଜୋନ୍ର ସମସ୍ତ କ୍ରୀଡ଼ା ଶିକ୍ଷକ ପରିଚାଳନା କରିଥିବା ବେଳେ ହବାକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଘୁଉଦେଗିରିରୁ ସୌଦାମିନୀ ସାହୁଙ୍କ ରିପୋର୍ଟ, ପର୍ଯ୍ୟବେକ୍ଷକ, ଓଡ଼ିଶା।